400 ବର୍ଷର ପାତାଳି ମା ଷୋଳରାଣୀଙ୍କର ଶିରା ବିଗ୍ରହ ମାଟି ତଳୁ ଉଦ୍ଧାର ହୋଇଛି। କେତେ ସତ କେତେ ମିଛ ନ୍ୟୁଜ୍ ଚ୍ୟାନେଲ ତରଫରୁ ମୁଁ ଅଭିନନ୍ଦନ ଦାସ ଏବଂ ସାଙ୍ଗରେ ମୋର ସହଯୋଗୀ କ୍ୟାମେରାମ୍ୟାନ ଗୁରୁପ୍ରସାଦ ଆସନ୍ତୁ ଏ ଘଟଣାର ସତ୍ୟାସତ୍ୟ ନିରୂପଣ କରିବା ଏ ସମ୍ବନ୍ଧରେ ଲୋକଙ୍କ ପ୍ରତିକ୍ରିୟା ନେବା। ଆଜ୍ଞା ଆପଣଙ୍କ ନାଁ କହିବେ? ମୋ ନାଁ ପୁରାଣ ପଣ୍ଡା। ପୁରାଣ ପଣ୍ଡା ଏଭଳି ନାଁ ତ ଆପଣଙ୍କୁ କଣ ଉପାଧି ମିଳିଛି? ଲୋକମାନେ ମଧ୍ୟ ଜାଣିଛନ୍ତି ମୁଁ ପୁରାଣ ପଣ୍ଡା ବୋଲି। ବ୍ରହ୍ମବତୀ ପୁରାଣ, ବିଷ୍ଣୁ ପୁରାଣ, କୁମ୍ଭୀ ପୁରାଣ, ବେଙ୍ଗ ପୁରାଣ, ସାପ ପୁରାଣ, ପିଠା ପୁରାଣ 18 ଖଣ୍ଡ ଶାସ୍ତ୍ର ମୁଁ ଲେଖିଛି। ଏ ଅଗାଧ ପାଣ୍ଡବରେ ମୋର ଉପାଧି ପାଇ ମିଳିଛି। ଲୋକମାନେ ମେଡାଲ ଦେଇଛନ୍ତି। ଆଉ ଆମ ପାଖରେ ମଧ୍ୟ ଜାଗା ଆଉ ସମୟ ନାହିଁ। ସଂକ୍ଷେପରେ କୁହନ୍ତୁ ଏ ଯେଉଁ ମା ଷୋଳରାଣୀଙ୍କର ମୂର୍ତ୍ତି ଉଦ୍ଧାର ହୋଇଛନ୍ତି ସେ ବିଷୟରେ ଆପଣଙ୍କର ମତାମତ କଣ? ଆଜ୍ଞା ଟିକେ ପାଖକୁ ଆସନ୍ତୁ କହିବି। ଏ ସବୁ ମିଛ, ଯାହା ମିଛ। ଏ ଗୋଟିଏ ଭେଳିକି ଏ କଳି ଯୁଗରେ ଏମିତି ସାଧୁ ଅଛନ୍ତି ଯେ ମାଟି ଭିତରୁ ମୂର୍ତ୍ତିଟି ଉଦ୍ଧାର କରୁଛନ୍ତି। ଆଜ୍ଞା ତା ନାଁ କଣ? ସାରଥୀ ବାବା ଶ୍ରୀମନ୍ତ ଗାଈରୁ କ୍ଷୀର ଦୁହୁଥିଲେ ଟାଙ୍କି ଭିତରେ ନଳା ପକେଇ। ହେଲେ ଆଜ୍ଞା ଆପଣ ତାହାଲେ କହୁଛନ୍ତି? ମୁଁ ଯାହା କହୁଛି ସତ କହୁଛି ଆଜ୍ଞା। ଛାତି ବାଡ଼େଇ କହୁଛି, ଜୋର କରି କହୁଛି। ଏ ଗୋଟିଏ ଭେଳିକି କେଉଁଠୁ ଗୋଟିଏ ମୂର୍ତ୍ତି ଆଣି ପୋତି ଦେଇ ମାଟି ତଳେ ଗୋଟେ ପାଲା ଚଲେଇଛନ୍ତି। ତାଙ୍କର କଣ ସ୍ୱାର୍ଥ? ଆଜ୍ଞା ଭିଡିଓରେ ଭାଇନା ନା ହବ, ଭିଡିଓରେ ଭାଇରାଲ ହବ, ଲୋକ ଭକ୍ତମାନେ ଛୁଟିବେ, ପଇସା ରୋଜଗାର ହବ। ଆପଣଙ୍କର କଣ ଅସୁବିଧା ହଉଛି? ମୋର କିଛି ଅସୁବିଧା ନାହିଁ, ବାଧୁଛି ବୋଲି କହୁଛି। ହେଲେ ଆଜ୍ଞା ଆସିଲା ବେଳେ ବାଟରେ ଦେଖିଥିଲେ ଯୋଉ ଗଛ ମୂଳେ ବାଟ ଭୁଆସୁଣୀ ବସିଛି, ମୁଁ ସେଠି ପୂଜା କରୁଛି। ଭାରି ପ୍ରତିଜ୍ଞା ଠାକୁରାଣୀ। ହେଲେ ଆଜ୍ଞା ଏଠି ଯାହା ଦେଖୁଛି ସେଠି ଆଉ ଗୋଟିଏ ହେଲେ ମାଛି ଉଡୁନାହାନ୍ତି। ହେଲେ ଆଜ୍ଞା ଗୋଟିଏ ଲୋକ ବି ଦେଖା ନାହିଁ। ସକାଳୁ ସଞ୍ଜ ପର୍ଯ୍ୟନ୍ତ ବସିଲେ ଚାରଣା କି ଆଠଣା ରୋଜଗାର ନାହିଁ। ଏ ସଳା ମେଣ୍ଢାପଲ ଭଳି ସେଇ ଷୋଳରାଣୀଙ୍କ ମା ପାଖକୁ ଦାଣ୍ଡେଇଛନ୍ତି। ଆପଣଙ୍କ ବ୍ୟବସାୟ ମନ୍ଦ, ସେଥିପାଇଁ ତୁମ ରାଗ। ଓଲଟା ତ ବୁଝିଲେ ଆଉ। ମୁଁ ଚାହୁଁଛି ସତ୍ୟ ସତ କଥା। ଯଦି ଏଠି ମୂର୍ତ୍ତି ପୋତି ଗୋଟିଏ ପାଲା ଚଲେଇଛନ୍ତି, ଗୁଣ୍ଡା ଲଗେଇ ତାକୁ ଗୋଟିଏ ବାଡ଼ିଆ ବାଡ଼େଇ ତାକୁ ନେଇକି ନଈରେ ଫିଙ୍ଗି ଦେବି। ସେ ଶଳା ବାଳିଆ ବୁଢ଼ାଟା ଉପରେ ମୋର ବହୁତ ରାଗ। ଘର ନାହିଁ କି ଦ୍ୱାର ନାହିଁ, ସେ ଶଳା ସଂସାର ନାହିଁ, ଲୋକ ଗୁଡ଼ାକ ବାୟା କରିଦେଲାଣି। ଏଇଠି ଆଜ୍ଞା ଆସିଗଲେ ନୃତ୍ୟ ଗୌରାଙ୍ଗ ଗୋବର୍ଦ୍ଧନ ନାଟୁଆ। ହଉ ଧନ୍ୟବାଦ, ଆପଣ ଯାଆନ୍ତୁ। ପ୍ରଫେସନାଲ ରାଇଭାଲ ୟାଙ୍କର ବାଇଟ ମିଡିଆରେ ଦେଇ ହେବନି। ଆମ ପାଖରେ ଉପସ୍ଥିତ ହେଲେଣି ନୃତ୍ୟ ଗୌରାଙ୍ଗ ଦାସଜୀ ମହାରାଜ। ଏବେ ଆମେ ବାଇଟ ଦେବା ସାଧୁଦିଗ ଠାରୁ। ଆଜ୍ଞା ଏ ଅତି ଭୌତିକ ଆବିଷ୍କାର। ଆପଣ କହୁଛନ୍ତି ଆପଣଙ୍କୁ ସ୍ୱପ୍ନ ଦୋଷ ହେଲା। ଏଠି ମିଳିମୂଳରୁ କମରପତି ଆଉ ରୂପା ଆଖି, ତାପରେ ମାଙ୍କର ଶିରା ବିଗ୍ରହ। ଏସବୁ ମନଗଢ଼ା କଥା ପରି ଲାଗୁନି? ଲୋକେ କହୁଛନ୍ତି, କହିବା ଅବଶ୍ୟ ସ୍ୱାଭାବିକ। ଆପଣ ଅଣ୍ଟାରେ ରୂପା ଆଖି, କମରପତି ଆଉ ତିଆରି ଏଇଠି ପୂର୍ବରୁ ପୋତି ଦେଇଥିବେ। ମାଙ୍କ ଶିରା ବିଗ୍ରହ ବି ପୋତି ଦେଇଥିବି। ହଁ ଅସମ୍ଭବ କଣ? ତାକୁ ବି ଆଣି ଆପଣ ଏଠାରେ ପୂର୍ବରୁ ପୋତି ଦେଇଥିବେ। ଏ ହେଉଛି କଳିଯୁଗ। କଳିଯୁଗରେ ସତ୍ୟ ଯୁଗରେ ପଥରକୁ ବି ଠାକୁର ରୂପେ ପୂଜା କରୁଥିଲେ, ହେଲେ କଳିଯୁଗରେ ଠାକୁରଙ୍କୁ ପଥର କରିସାରିଲେଣି। ଆପଣଙ୍କ ପାଖରେ କିଛି ପ୍ରମାଣ ଅଛି? ମୂର୍ତ୍ତି ଖୋଲିଲା ବେଳେ କିଛି ଭିଡିଓ କରିଛନ୍ତି? ଦେଖନ୍ତୁ
ये कोनसे एतिरे कोनसे हमर अभिसंध कि हमर आग्रह नै लोकक भल पाइबा आ श्रद्धार कथा आपण जदि याकु सत्य भाबी भाइराल करि पारंती नहले आपण जाई पारबे आज्ञा मूर्ति उद्धार बहुत बड़ संवेदनशील कथा माने सेंसिटिव इश्यू जहाँ आपन भाई देवे भाभी चिंती की प्रमाण सहित देवे स्वप्न रे आपन कौन देखिले ताहा लोक विश्वास करिवे जहाँ आखि रे देखिबे ताहा लोक माने मानिबे ए आजी भाई आसले ताको नै जो बाइक दियो से त थिले ना घटनास्थल रे से सब जाते प्रमाण देखंतु आज्ञा बाबा का निर्देश रे आमे पूजा सामग्री सब रेडी करी गलु सेटा को पूजा करिया पे बाबा सेटा जोगरे बसी पूजा अर्चना कले पूजा कर सारा पर तांकर आज्ञा माला धरी से एरिया रे बुलाइले कोठे मार मूर्ति अछि जते बेले आज्ञा माला धरी बाबा बुलाइले सेटा बेले कोठे ले माला तांकर हर न थाए किंतु जो जगह रे मूर्ति पति होई थाए से जगह रे माला बाबा कर दोहला संगे संगे से जगह को आमे खोली उद्धार कल मांकर मूर्ति से कथा कहला लोक मोर रूम टांकुली जाउछेला अच्छा ताहले मांकर मूर्ति आपण उद्धार करछन्ती ए सब प्रमाण के देखिछन्ती प्रमाण आगे आमे हम गाँव लोक आम जेते सब जाइथिले भक्त माने सेमान तार मुख्य साखी पूरा जहाँ कहिए पूरा प्रमाण से एप्पल से कथा पूरा क्लियर हाँ प्रथम मूर्ति आगमन प्रथम मूर्ति खोज द्वारा प्रथम आज्ञा आपण ताहले घटना स्थल उपस्थित थिले आज्ञा प्रथम मूर्ति तो नवासिया पर थिबे बुझले मूर्ति का हमको बोल के गोटे बोलेरो गाड़ी में धरी के आसिलु आसिके पहाड़ तले पहाड़ ऊपर बोलेरो चढ़ीबनी माने मो बाबाजी देले बाबाजी तबे जाओ काई गया तो तुम विषय जाओ जाओ हां मो बाइक तो जोरा भाई आनु भाई हां बाबाजी कहले तमे कांधाओ सियो धाबाटा कांधे तबे मु कांधे तबे ताको कांधे सिए कांधे तबे मु कांधे सिए कांधे तबे मु कांधे आज्ञा आपण छोटे की कहउनांती अधा बात बाबाजी कांध होइले आउ अधा बात आपण कांधे भाईटा लंबा है तापर तो हैला आरिसा ना काकेरा आरिसा कोनी काकोरा ए मुंडिया मोर को आसिला केउठु ए आरिसा काकेरा नी सौती थिले ना ताकर तेरे कथा ला आरिसा करिवा ना काकेरा करी जने कहला आरिसा आ जने कहला काकेरा तापरे तो कथा छिड़िलानी तापरे चलिला बुझला सेम क्या कथा एला मु कहले ताकु के मूर्ति ताकु के उभा करी पतिबा बाबाजी कहले ना छुआई की पतिबा मु कहले ना उभा करी पतिबा से कहले ना छुआई की पतिबा मु कहले ना उभा करी पतिबा से कहले ना छुआई मु कहले ना उभा करी पतिबा अरे कांदो लगा आज्ञा खाऊ खाऊ आपण आउ कांदंतुनी आम पाखरे आउ समय नाही राती पाहि दिबो आमे एथन जाउछु आयो रिपोर्टर बाबू तम समयटा बहुत दामी आम समय मूल्य विषय हे से केते कथा एका केही पचारि लग जो मूर्ति कोउठ आला केमिति आसला किए आनिला किए पतिला खाली से गोटिए कथारे घांटी होउछो तो बसी आयो तब कॉमन सेंस आगे सुनल अरे मो बयस 70 वर्ष ए मूर्तिटा को देखिछ ए चारि जड़ा भेंडा दिला जबे 4 पाउंड टेके की नहीं जिवे माने बुझे आ तमे से प्रश्न पचारुचो केमि आइलो कोठे आइलो केहि आइलो टेकी आइलो की गोसाड़ी आइलो ए मो हिमालय ऊपर चढ़िबे वीडियो रे ଗୋଟେ ଫଟୋ ବାହାର କରି ଦେଖ ହିମାଳୟ ଉପରେ ଗୋଟେ ପତାକା ଫୁଟି ଲୋକ ବିଶ୍ୱାସ କରିବେ ବୁଝିଲ ବିଶ୍ୱାସ ଆଖିରେ ନଥାଏ ଏ ମୁଣ୍ଡ ଭିତରେ ଥାଏ ମୁଣ୍ଡ ଭିତରେ କମନ ସେନ୍ସ ଆଗ କାଳରେ ସବୁ ଗୁମ୍ଫା ମାନଙ୍କରେ ମୂର୍ତ୍ତି ସବୁ ପୂଜା ପାଉଥିଲେ ସେମିତି ପାହାଡ଼ ରାଣୀ ଗୁମ୍ଫାରେ ପୂଜା ପାଉଥିଲେ ଏ କଥାକୁ ନେଇକି ଏତେ କାହିଁ ହେତୁବାଦୀ ପ୍ରଶ୍ନ ଉଠୁଛି ବୁଝା
ତଥାପି ତଥାପି ହଁ ତଥାପି ଆରେ ଗୋଟେ କାମ ବୁଝିଲ ଗୋଟେ କାମ କରୁନ ତମର ଚ୍ୟାନେଲଟା ନାଁ କ'ଣ ଦେଇଛ କେତେ ସତ କେତେ ମିଛ ଗୋଟେ କାମ କର କେତେ କେତେ ଚାଲୁ ଆଉ କେତେ ପେଲୁ ଓଡ଼ିଆ ସତ ଏଇଟା ବାଇଆଟା ଆଉ ଚାଲ ଚାଲ ଆମେ ପଳେଇବା ଫାଟେ ଆଉ ଲୋକ ସତରେ କଥା କୋଠି ଇଏ ଲାଙ୍ଗୁଡ଼ା ପୋକ ଆଉ କେଞ୍ଚୁଆ ଏଇମାନଙ୍କୁ ଖାଲି ଖାଲି ପଙ୍କକୁ ଘାଣ୍ଟିବାରେ ଲାଗିଛନ୍ତି ମୂର୍ତ୍ତି କୋଉଠୁ ଆସିଲା କିଏ ଆସିଲା କେମିତି ଆରେ ଥରେ ତ ସେ ମୂର୍ତ୍ତିକି ଦେଖ ମାଙ୍କର ସେ ଦିବ୍ୟ ରୂପକୁ ଦେଖ ଛୋଟିଆ କନିଆ ମୁଣ୍ଡିଏ ମୁଣ୍ଡରେ ଚଟା ଅର୍ଦ୍ଧଚନ୍ଦ୍ର ସୁବିଧା ମା ସିଏ ମା ସ୍ୱୟଂ ପୁଷ୍ପାଣ୍ଡାଙ୍କର ଅବତାର ଯାହା କହନ୍ତି ସୂର୍ଯ୍ୟ ସୌରମଣ୍ଡଳବାସୀ ସେ ମା କୃଷ୍ଣ ଯାହାଙ୍କ ଠାରୁ ଆଲୋକ ନେଇ ସୂର୍ଯ୍ୟ ଚନ୍ଦ୍ର ତାରା ବି ଆଲୋକିତ ସେ ମା ରାଧିକାର ରାଧିନୀ ଶକ୍ତି ମା ଯାହା ତେଜରେ ସ୍ୱୟଂ ସୁଦର୍ଶନ ବି ତେଜି ଆନ ସେଇ ମା ଜଗତ ଜନନୀ ମା ଷୋଳତା ଛାଡ଼ି ଖାଲି ଅବିଶ୍ୱାସ ଖାଲି ଘାଣ୍ଟି ହଉଛନ୍ତି ଡାଳ ପତ୍ର ମୂଳକୁ ଛାଡ଼ି ଖାଲି ଡାଳ ପତ୍ରରେ ଘାଣ୍ଟି ହଉଛନ୍ତି